ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଦେଖନ୍ତୁ, ଇଏ ରିଜଲ୍ୟୁସନ ଆପଣଙ୍କର ଗତକାଲି ପବ୍ଲିଶ ହେଇଛି। କୋଉଥିପାଇଁ ନା ଆଗାମୀ ଯୋଉ ଆପଣଙ୍କର ହାଇସ୍କୁଲ ଟିଚର ଭେକେନ୍ସି ଆସିବାକୁ ଯାଉଛି, ତାର ରିକ୍ୱିଜିସନ ସମ୍ପର୍କରେ ଆପଣଙ୍କର ରିଜଲ୍ୟୁସନଟି ଆପଣଙ୍କର ଅଟେ। ଯେମିତିକି ଆପଣ ଜାଣିଥିବେ, ଏଲଟିଆର ର ଭେକେନ୍ସି ଅଲରେଡି ପୂର୍ବ ସରକାର ଏପ୍ରୁଭ କରିଥିଲା। ତ ଗତକାଲି ଆପଣଙ୍କର ନୂଆ ସରକାର ମଧ୍ୟ ଏହାକୁ ଏପ୍ରୁଭାଲ ଆପଣଙ୍କର କରିଦେଲା। ଆପଣ ଡେଟ୍ ଦେଖିପାରୁଥିବେ, ଗତକାଲିର ଆପଣଙ୍କର ଡେଟ୍ ରହିଛି। I am directed to say that government have been pleased to approve the proposal for filling requisition before Odisha Staff Selection Commission for filling up of 6025 number of vacant LTR post। ঠিক ଅଛି, ତ ଏଇଟା ହଉଛି ଆପଣଙ୍କ ରିକ୍ୱେସନ। ଏଇଟା ଓଏସଏସସି ତରଫରୁ ଆପଣଙ୍କର କରାଯିବ ଏବଂ ଏହାକୁ ଅଲରେଡି ରିଜଲ୍ୟୁସନ ଆକାରରେ ପବ୍ଲିଶ କରିଦିଆଯାଇଛି। ଠିକ ଅଛି, ତାହେଲେ ଗଭର୍ଣମେଣ୍ଟ ଅଲରେଡି ଆପଣଙ୍କର ଆପ୍ରୁଭାଲ କରିଦେଲା। ଏବେ କେବଳ ଓଏସଏସସି ରିକ୍ୱେସନ ଫିଲ୍ କରିବ। ରିକ୍ୱେସନ ଫିଲ୍ କଲା ପରେ ସାଙ୍ଗେ ସାଙ୍ଗେ ଆପଣଙ୍କର ନୋଟିଫିକେସନ ଆପଣ ଦେଖିବାକୁ ପାଇବେ। ତ ଯୋଉମାନେ ଆପଣଙ୍କର ଓଏସଏସଟି କ୍ୱାଲିଫାଇ କରିନାହାନ୍ତି, ସେମାନେ ବି ଆପ୍ଲାଏ କରିପାରିବେ। କାହିଁକି ନା ତା ପୂର୍ବରୁ ଆଉ ଥରେ ଆପଣଙ୍କର ଓଏସଏସଟି ଆସିବ। ଏଲଟିଆର ପୂର୍ବରୁ ଆଉ ଥରେ ଓଏସଏସଟି ଆସିବ, ଯୋଉଥିରେ କି ଆପଣ ମାନେ ଆପ୍ଲାଏ କରିପାରିବେ। ମାନେ ଯଦି ଗୋଟେ ଛୁଆଟା ଓଏସଏସଟି ଖାଲି ପରୀକ୍ଷା ଦେଇଥିବ, ମାନେ ଆଉ ଥରେ ପୁଣି ଭେକେନ୍ସି ଆପଣଙ୍କର ଆସିବ বা ନୋଟିଫିକେସନ ଆସିବ, ଆପଣ ଆପ୍ଲାଏ କରିପାରିବେ। ଡେଡିକେଟେଡଲି ପଢିବା ପାଇଁ ଚାହୁଁଥିଲେ, ଏବେ ହିଁ ଆପଣ ପ୍ଲେ ଷ୍ଟୋରକୁ ଯାଇକି ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ କରିଦିଅନ୍ତୁ। ଠିକ ଅଛି, ଦେଖନ୍ତୁ ଏଥିରେ ଏଲିଜିବିଲିଟି କିଛି ନୂଆ ଜିନିଷ ନୁହେଁ। ୟାକୁ ଯେହେତୁ ହାଇସ୍କୁଲ ଟିଚର ଭେକେନ୍ସି ଅଟେ, ଏଲଟିଆର ମଧ୍ୟ ସେମ୍। ଏଜ ଲିମିଟ ମିନିମମ୍ 21 ବର୍ଷରୁ ମ୍ୟାକ୍ସିମମ୍ 38 ବର୍ଷ, କିନ୍ତୁ ଏସଟି ଏସସି ଏସସି ବିସି ଲେଡିଜ ମାନଙ୍କର 5 ବର୍ଷ ବଢିଯିବ। ତ 21 ରୁ 43 ବର୍ଷ ଭିତରେ ଥିଲେ ଆପଣଙ୍କର ବୟସ, ଆପଣ ଆପ୍ଲାଏ କରିପାରିବେ। ଏଜ ଲିମିଟ ଆପଣ ଜାଣିଗଲେ। ତାପରେ ଯୋଉମାନେ ଓଡ଼ିଶାରେ ଆପଣଙ୍କର ବିଏଡ୍ କରିଥିବେ, ଗଭର୍ଣ୍ଣମେଣ୍ଟ ବିଏଡ୍, ସେମାନଙ୍କର ଏଇ ସବୁ ଦରକାର ନାହିଁ। ଯୋଉମାନେ ଓଡ଼ିଶା ବାହାରେ ବିଏଡ୍ କରିଥିବେ, ତାଙ୍କର ଏନସିଟି ଆପ୍ରୁଭାଲ ଦରକାର, ଏଫିଲିଏସନ ଆପଣଙ୍କର ଦରକାର, ତା ସହିତ ଇକ୍ୱିଭାଲେଣ୍ଟ ସାର୍ଟିଫିକେଟ ଆପଣଙ୍କର ଦରକାର ଏବଂ ଓଏସଏସଟି ପାସ୍ ଦରକାର। ଯୋଉମାନେ ଓଏସଏସଟି ପାସ୍ କରିନାହାନ୍ତି, ସେମାନଙ୍କ ପାଇଁ ହୁଏତ ଆଉ ଥରେ ଆପଣଙ୍କର ଓଏସଏସଟି ବାହାରିଯିବ ଏଇ ନୋଟିଫିକେସନ ଆପଣଙ୍କର ପୂର୍ବରୁ। ଠିକ ଅଛି, ତାହେଲେ ଅନଲାଇନ ଆପ୍ଲାଏ ଆପଣଙ୍କର ଓଏସଏସସି ମାଧ୍ୟମରେ ହବ। ସିଲେକ୍ସନ କେବଳ ଆଉ କେବଳ ଆପଣଙ୍କର ଯୋଉ ପରୀକ୍ଷା ଆପଣ ଦେବେ ତାର ସ୍କୋର ଅନୁସାରେ ଆପଣଙ୍କର ହବ। ରିଜର୍ଭେସନ ବଗେରା ସେମ୍। ଦରମା ଆପଣ ଦେଖିପାରୁଥିବେ, ଟିଜିଟି ଆର୍ଟସ, ପିସିଏମ, ସିବିଜେଡ ପିଲାଙ୍କର 35,400 ମିଳିବ। ହିନ୍ଦୀ, ସଂସ୍କୃତ, ଉର୍ଦୁ ତାଙ୍କର ମଧ୍ୟ, ଏବଂ ପିଇଟି ମାନଙ୍କର 29,200 ଟଙ୍କା ଆପଣଙ୍କର ଦରମା ରହିବ। ଠିକ ଅଛି, ତାପରେ ଓଏସଏସସି ଆପଣଙ୍କର ପରୀକ୍ଷା କଲା ପରେ ଯେମିତି ଆପଣ ମାନେ କାଉନସିଲିଂ ବଗେରା କରନ୍ତି, ସେମ୍ କାଉନସିଲିଂ ଆପଣ ମାନେ କରିବେ। ଠିକ ଅଛି, ଆଉ କିଛି ନାହିଁ। ଦେଖନ୍ତୁ, ଏଭ୍ରି ପର୍ସନ ଆପଏଣ୍ଟେଡ ସେଲ୍ ବି ଅନ୍ ପ୍ରୋବେସନ ପିରିୟଡ଼ ଫର 2 ଇୟର। 2 ବର୍ଷ ପାଇଁ। ଏଟା ତ ଆପଣଙ୍କର କିଛି ନାହିଁ, ନୂଆ ଜିନିଷ ଏଥିରେ କିଛି ନାହିଁ। ସବୁ ଜିନିଷ ଆପଣଙ୍କର ସେମ୍ ରହିଛି। କ୍ୱାଲିଫିକେସନ ସେମ୍। ଟିଜିଟି ଆର୍ଟସ ରେ କୋଉମାନେ ପକେଇ ପାରିବେ? ଯୋଉମାନେ ଗ୍ରାଜୁଏସନ ସହିତ ମିନିମମ୍ ଗ୍ରାଜୁଏସନ ସହିତ ବିଏଡ୍ କରିଛନ୍ତି କିମ୍ବା ବିଟେକ୍ ସହିତ ବିଏଡ୍ କରିଛନ୍ତି। ଯଦି ଆପଣ 2 ବର୍ଷିକିଆ ବିଏଡ୍ ହଉ, 3 ବର୍ଷିକିଆ ବିଏଡ୍ ଏମଏଡ୍ ହଉ, 4 ବର୍ଷିକିଆ ଇଣ୍ଟିଗ୍ରେଟେଡ ବିଏଡ୍ ହଉ, ଆଉ ଗ୍ରାଜୁଏସନରେ କିନ୍ତୁ ମିନିମମ୍ 50% ଆପଣଙ୍କର ମାର୍କ ଦରକାର। ଜେନେରାଲ ପିଲାଙ୍କର, ଏସଟି ଏସସି ଏସସି ବିସି ଲେଡିଜ ମାନଙ୍କର, ଏସଟି ଏସସି ଏସସି ବିସି ମାନଙ୍କର 45% ଦରକାର ଗ୍ରାଜୁଏସନରେ। 10th ରେ ପ୍ଲସ 2 ରେ କଣ ଅଛି କିଛି ମତଲବ ନାହିଁ। ତା ସହିତ ସ୍କୁଲ ସବଜେକ୍ଟ ଆପଣଙ୍କର ଦରକାର। ଦେଖିପାରୁଛନ୍ତି, ଏଇଠି ଯୋଉ ସ୍କୁଲ ସବଜେକ୍ଟ ଲେଖା ହେଇଛି, ଏଇ ଭିତରୁ ମିନିମମ୍ 2ଟା ଆପଣଙ୍କର ଦରକାର। ଇଂଲିଶ, ଓଡ଼ିଆ, ହିନ୍ଦୀ, ସଂସ୍କୃତ, ହିଷ୍ଟ୍ରି, ଜିଓଗ୍ରାଫି, ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ, ଇଣ୍ଡିଆନ ଇକୋନୋମି, ଲ୍ୟାଣ୍ଡମାର୍କସ ଇନ୍ ଇଣ୍ଡିଆନ ହିଷ୍ଟ୍ରି, ଇଣ୍ଡିଆନ ଜିଓଗ୍ରାଫି, ଇଣ୍ଡିଆନ ପଲିଟି, ବିଜନେସ ଇକୋନୋମିକ୍ସ, କମ୍ୟୁନିକେଟିଭ ଇଂଲିଶ, ଏଇ ଭିତରୁ ମିନିମମ୍ 2ଟା ଆପଣଙ୍କର ଦରକାର। କେତେ ମାର୍କର ପଢିଛନ୍ତି ମତଲବ ନାହିଁ, ଖାଲି ଆପଣଙ୍କର ସାର୍ଟିଫିକେଟରେ କିମ୍ବା ମାର୍କସିଟରେ ଲେଖା ହେଇଥିବା ଦରକାର। ଆର୍ଟସ ଆଉ କମର୍ସ ପିଲାଙ୍କର। ଠିକ ଅଛି, ଦେନ୍ ଯାଇକି ଆପଣ ଆପ୍ଲାଏ କରିପାରିବେ। ଏବେ ପିସିଏମ୍ ଆଉ ସିବିଜେଡ୍ ପିଲାଙ୍କର ସେମ୍। ଗ୍ରାଜୁଏସନରେ ପରସେଣ୍ଟେଜ ମୁଁ କହିଲି, ତା ସହିତ ବିଏଡ୍ କମ୍ପ୍ଲିଟ କରିଥିବେ। ବିଏଡ୍ କମ୍ପ୍ଲିଟ କରିନଥିଲେ ହବନି। ପିସିଏମ୍ ପିଲାଙ୍କର ଏଇ ଭିତରୁ 2ଟା ଥିବା ଦରକାର। ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ଏଇ ଭିତରୁ ମିନିମମ୍ 2ଟା ଦରକାର। ସିବିଜେଡ୍ ପିଲାଙ୍କର କେମିଷ୍ଟ୍ରି, ବୋଟାନି, ଜୁଲୋଜି, ବାୟୋଲୋଜି, ବାୟୋଟେକ୍ନୋଲୋଜି, ଲାଇଫ ସାଇନ୍ସ, ଏଇ ଭିତରୁ ମିନିମମ୍ ଆପଣଙ୍କର 2ଟା ଦରକାର। ଯଦି ଆପଣଙ୍କର ଅଛି ଦେନ୍ ଆପ୍ଲାଏ କରିପାରିବେ। ତେଲୁଗୁ ଟିଚର ପାଇଁ, ଯୋଉମାନେ ତେଲୁଗୁ ବିଏଡ୍ ଆପଣଙ୍କର କରିଛନ୍ତି କିମ୍ବା ଯୋଉମାନେ ଗ୍ରାଜୁଏସନ ତେଲୁଗୁରେ କମ୍ପ୍ଲିଟ କରିଛନ୍ତି ଆଉ ବିଏଡ୍ ମଧ୍ୟ କରିଛନ୍ତି, ନର୍ମାଲ ବିଏଡ୍,
ସେମାନେ ବି କରିପାରିବେ। ସଂस्कृत टीचर ପାଇଁ ଯୋଉମାନେ ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି ମାନେ ଗ୍ରାଜୁଏସନ ଧରାଯାଉ ସଂସ୍कृत ବୋଲି ଗୋଟେ ଆପଣଙ୍କର ସବଜେକ୍ଟ ଥିଲା ତା ସହିତ ଆପଣ ଖାଲି ନର୍ମାଲ ବିଏଡ୍ ବି କରିଛନ୍ତି ହେଲେ ବି ଆପ୍ଲାଏ କରିପାରିବେ କିମ୍ବା ଯୋଉମାନେ ସଂସ୍कृत ବିଏଡ୍ କରିଛନ୍ତି ସେମାନେ ବି ଆପ୍ଲାଏ କରିପାରିବେ। ଠିକ ଅଛି। ତ ଯୋଉମାନଙ୍କର ଗ୍ରାଜୁଏସନରେ ସଂସ୍କୃତ ଅଛି ଆଉ ନର୍ମାଲ ବିଏଡ୍ କରିଛନ୍ତି ସେମାନେ ବୋଥ୍ ଟିଚର ପାଇଁ ଏଲିଜିବଲ। ହିନ୍ଦୀ ଟିଚର ପାଇଁ ବି ସେମ୍। ଯଦି ଗ୍ରାଜୁଏସନରେ ହିନ୍ଦୀ ବୋଲି ଗୋଟେ ସବଜେକ୍ଟ ଅଛି ଆଉ ନର୍ମାଲ ବିଏଡ୍ ଆପଣ କରିଛନ୍ତି ଦେନ୍ ଆପଣ ହିନ୍ଦୀ ଟିଚର ହେଇପାରିବେ କିମ୍ବା ପିଏଚଡି କରିଥିଲେ ମଧ୍ୟ ଆପଣ ଆପ୍ଲାଏ କରିପାରିବେ। ଠିକ ଅଛି। କ୍ୱାଲିଫିକେସନ ବଗେରା ଜାଣିଲେ ପିଇଟି ପାଇଁ ତ ଦେଖନ୍ତୁ ଏଇଟା ଅଛି ଆଉ ପ୍ଲସ ଟୁ ସହିତ ସିପିଇଡି କିମ୍ବା ଡିପିଇଡି କିମ୍ବା ବିପିଇଡି କିମ୍ବା ଏମପିଇଡି କରିଥିବେ ଆଉ। ଠିକ ଅଛି। ବହୁତ ସୁନ୍ଦର। ତାହେଲେ ଏହା ଥିଲା ଆପଣଙ୍କର କମ୍ପ୍ଲିଟ ରିକ୍ୱେସନ ଯାହାକି ବର୍ତ୍ତମାନ ଓଏସଏସସି ତରଫରୁ ଆପଣଙ୍କର କରାଯିବ। ତାପରେ ଆପଣମାନେ ଅନଲାଇନ ଆପ୍ଲାଏ କରିବେ। ଅନଲାଇନ ଆପ୍ଲିକେସନ ଫି ବିଲକୁଲ ଫ୍ରି ରହିବ। କୌଣସି ବି ଟଙ୍କା ଆପଣଙ୍କର ଦେବାକୁ ପଡିବନି ଏବଂ ତା ପୂର୍ବରୁ ଦେଖନ୍ତୁ ଲେଖା ହେଇଛି ଓଏସଏସଟିଇଟି ଯୋଉମାନେ ଏପିଆର କରିଛନ୍ତି ମାନେ ତା ମାନେ ହଉଛି ଆଉ ଗୋଟେ ଓଏସଏସଟିଇଟି ଆପଣଙ୍କର ଆସିବ ଏଲଟିଆର ପୂର୍ବରୁ ଆପଣଙ୍କର ଆଉ ଥରେ ଆସିବ। କାଇଣ୍ଡଲି ଓଏସଏସଟିଇଟି ଦେଖନ୍ତୁ ଡିସକ୍ୱାଲିଫାଇ ର କିଛି ପ୍ରଶ୍ନ ହିଁ ନାହିଁ। ଖାଲି ଏଇ ଭିଡିଓଟାକୁ ଆପଣ ଦେଖିଦିଅନ୍ତୁ। ଆପଣ ୟୁଟ୍ୟୁବରେ ଆପଣଙ୍କର ସର୍ଚ୍ଚ କରିବେ ଓଏସଏସଟିଇଟି ପ୍ଲାନିଂ ଭିଡିଓ ବାଇ ଲକ୍ଷ୍ମୀଧର ସାର୍। ଖାଲି ଏଇ ଭିଡିଓଟାକୁ ଥରେ ଦେଖି ଦିଅନ୍ତୁ ବାଇ ଡିଫଲ୍ଟ କ୍ୱାଲିଫାଇ ହେଇଯିବେ। ସବୁଦିନ ଆପଣଙ୍କ ପାଇଁ 8 ରୁ 10 ଘଣ୍ଟା କ୍ଲାସ ଆପଣଙ୍କର କରାହଉଛି ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।